ନମସ୍କାର। ଗୋଟେ କଥା ଜାଣିଛନ୍ତି, ଆମେ ଜୀବନ ସଫଳ ହେବା ପାଇଁ ବହୁତ ଚେଷ୍ଟା କରୁଛେ। କେବେ କେବେ ସଫଳତା ଟିକିଏ ଦୂରରୁ ଆମେ ମାନେ ନିଜକୁ ହାର ମାନି ଯାଉଛେ। ଆମେ ମାନେ ହାର ମାନି ଯାଉଛେ ଏହା ଭାବିକି ଯେ ବହୁତ ଚେଷ୍ଟା କରିଦେଲୁ, ଆଉ ଆମ ପାଖରେ ସମୟ ନାହିଁ କି ସାମର୍ଥ୍ୟ ନାହିଁ ସେ ସକ୍ସେସ ହେବାକୁ। ଆରେ ଭାବିକି ଦେଖନ୍ତୁ, ସେ କାଠ ହଣା ଚଢେଇ କଥା ଭାବନ୍ତୁ। ସେ କାଠ ହଣା ଚଢେଇ ନା ଛୋଟିଆ ଚଢେଇଟେ, କିନ୍ତୁ ସେ ଛୋଟିଆ ଥଣ୍ଟରେ ବାରମ୍ବାର ସେ ଗଛକୁ ଆଘାତ ଦିଏ। ବାରମ୍ବାର ସେ ଚେଷ୍ଟା କରେ। ହୁଏତ ଗୋଟେ ଥରରେ ହୁଏନି, କିନ୍ତୁ ବହୁତ ଥର ପରେ ସେ ଗଛ ଭିତରେ ଗୋଟେ କଣା କରିକି ଗୋଟେ ତା ନିଜ ରହିବା ପାଇଁ ସୁନ୍ଦର ବସାଟେ ତିଆରି କରେ। ଇଭେନ ତା ପାଖରେ ଏମିତି ସାମର୍ଥ୍ୟ ଥାଏ, ସେ ବଡ ଗଛଟାକୁ ମଧ୍ୟ ମାନେ କାଟିକି ତଳେ ଶୋଇବାର ସାମର୍ଥ୍ୟ ରଖିଥାଏ। ସେଟା କେବଳ ଗୋଟେ ଦିନରେ ହୁଏନି, ସେ ତା ପାଇଁ ମାନେ ବାରମ୍ବାର ଚେଷ୍ଟା କରେ। ଗୋଟେ ଦିନ ନହେଲେ ତା ପରଦିନ ସେମିତି କହିକି ଦରକାର ପଡିଲେ ସେ ମାସ ମାସ ଲାଗି ଚେଷ୍ଟା କରେ। ସେମିତି ଯଦି ଆମେ ଯାହା ଚାହୁଁଛେ, ଆମ ଲକ୍ଷ୍ୟ ସ୍ଥଳ ହୁଏତ ଯଦି ବହୁତ ବଡ ଜିନିଷଟା ଆମେ ଆଚିଭ କରିବାକୁ ଚାହୁଁଛେ, ଗୋଟେ ରାତିରେ ହେଇଯିବନି। ସେଥିପାଇଁ ଆମକୁ କେତେ ରାତି ଅନିଦ୍ରା ହେବାକୁ ପଡିବ। ଯେମିତି କୁହାଯାଏ, ଗୋଟେ ଯଦି ପାଣି ଡ୍ରପ ନା ଗୋଟେ ପଥର ଉପରେ ଯଦି ବାରମ୍ବାର ବାରମ୍ବାର ପଡିବ, ସେ ପାଣିର ସାମର୍ଥ୍ୟ ଏତେ ନାହିଁ ଯେ ସେ ପଥରକୁ ଖାଲ କରିଦବ, କିନ୍ତୁ ବାରମ୍ବାର ପଡିବା ଦ୍ଵାରା ସେ ପଥର ବି ସେଇ ଜାଗାଟା ନା ଗୋଟେ ଖାଲ ହେଇଯାଏ। ସେଥିପାଇଁ କି ଆମେ ଯଦି ବାରମ୍ବାର ଚେଷ୍ଟା କରିବା ନା, ପ୍ରକୃତି ସେ ନିଜେ ବି ଆମ ସପୋର୍ଟରେ ଆସିକି ଆମକୁ ସେଇ ଜିନିଷ ଦେବା ପାଇଁ ବାଧ୍ୟ ହବ ଯୋଉଟା ଆମେ ଇଚ୍ଛା କରୁଥିବା। ସେଥିପାଇଁ ସବୁବେଳେ ନିଜ ଚେଷ୍ଟା ଜାରି ରଖନ୍ତୁ, କେବେ ହାର ମାନନ୍ତୁନି। ରାଧେ ରାଧେ।